मेघमाଳରେ ଶୀଘ୍ର ଆସୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଏକ ନୂତନ ପ୍ରସଙ୍ଗରେ ପୁନର୍ବାର ମୋ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରତିଦିନ ୟୁଟ୍ୟୁବ ମାଧ୍ୟମରେ ଆପଣମାନଙ୍କୁ ସ୍ୱାଗତ କରିବା, ଅନଲାଇନ ସେବା କାର୍ଯ୍ୟ ମାଧ୍ୟମରେ ଆପଣମାନଙ୍କ ସହିତ ବାରମ୍ବାର ସାକ୍ଷାତ କରିବା, ଏହା ଆମ ପାଇଁ ଅତି ଖୁସି ଆଉ ଆନନ୍ଦର ବିଷୟ ଅଟେ କି ପରମେଶ୍ୱର ଆମ୍ଭମାନଙ୍କୁ ଅନୁଗ୍ରହ କରି ଏହି ଅନଲାଇନ ସେବା କାର୍ଯ୍ୟ ଦେଇଛନ୍ତି। ସେଥିପାଇଁ ମୁଁ ପ୍ରଭୁଙ୍କର ଧନ୍ୟବାଦ ପ୍ରଶଂସା କରୁଛି କି ଆମ୍ଭେମାନେ ଚାହିଁଲେ ସୁଦ୍ଧା ଆପଣମାନଙ୍କ ନିକଟରେ ଆମେ ଆସିପାରିନଥାନ୍ତୁ, ମାତ୍ର ଏହି ସୋସିଆଲ ମିଡିଆ ଥିବାରୁ, ୟୁଟ୍ୟୁବ ଥିବାରୁ ଆମେ ଘରେ ବସି ପରମେଶ୍ୱରଙ୍କ ବାକ୍ୟକୁ ଆପଣମାନଙ୍କ ନିକଟରେ ଆମେ ପହଞ୍ଚାଇ ପାରୁଛୁ। ଏହି ଅନଲାଇନ ପ୍ଲାଟଫର୍ମ ସେବା କାର୍ଯ୍ୟ ନିମନ୍ତେ ମୁଁ ପ୍ରଭୁଙ୍କର ଗୌରବ ପ୍ରଶଂସା କରୁଛି। ପରମେଶ୍ୱର ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ଖରାପ ସ୍ୱପ୍ନ କାହିଁକି ଆସେ। ଆଜିର ପ୍ରସଙ୍ଗ ହେଲା ଖରାପ ସ୍ୱପ୍ନ କାହିଁକି ଆସେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସ୍ୱପ୍ନ ଦେଖିବା କୌଣସି ପ୍ରକାର ଭୁଲ ନୁହେଁ। ଆମେ ଅନେକ ସମୟରେ ଅନେକ ପ୍ରକାର ସ୍ୱପ୍ନ ଗୁଡ଼ିକ ଦେଖୁ। କେତେକ ଭଲ ସ୍ୱପ୍ନ ଗୁଡ଼ିକ ଆମେ ଦେଖୁ, କେତେକ ଖରାପ ସ୍ୱପ୍ନ ଗୁଡ଼ିକ ଆମେ ଦେଖୁ। ପୁରାତନ ନିୟମରେ ଅନେକ ସାଧୁମାନେ ସେମାନେ ସ୍ୱପ୍ନ ଦେଖିଲେ। ଯାକୁବ ସେ ସ୍ୱପ୍ନ ଦେଖିଲେ, ରାଜା ନବୁକଦ୍ନେଚ୍ଛର ସେ ସ୍ୱପ୍ନ ଦେଖିଲେ। ନୂତନ ନିୟମରେ ମଧ୍ୟ ଆମେ ଜାଣୁ ଯେ ଯୋସେଫ, ଯୀଶୁଖ୍ରୀଷ୍ଟଙ୍କର ଜାଗତିକ ପିତା, ଯେ ମରିୟମଙ୍କର ସ୍ୱାମୀ, ସେ ମଧ୍ୟ ସ୍ୱପ୍ନ ଦେଖିଲେ। ସ୍ୱପ୍ନ ଦେଖିବା କୌଣସି ପ୍ରକାର ଖରାପ ନୁହେଁ, ମାତ୍ର ଅନେକ ସମୟରେ କ'ଣ ହୁଏ, ଯେଉଁ ସ୍ୱପ୍ନ ଗୁଡ଼ିକ ଆମ ପାଇଁ ଭଲ ନୁହେଁ, ଯେଉଁ ସ୍ୱପ୍ନ ଗୁଡ଼ିକ ଆମକୁ ଭୟଭୀତ କରିଦିଏ, ଅବାଟକୁ ନେଇଯାଏ, ଆମକୁ ପସନ୍ଦ ଲାଗେ ନାହିଁ, ଭଲ ଲାଗେ ନାହିଁ ଏବଂ ବାଇବଲ ଭିତ୍ତିକ ନୁହେଁ, ଏହି ପ୍ରକାର ସ୍ୱପ୍ନ ଗୁଡ଼ିକ ମଧ୍ୟ ଆମକୁ ଆସିବାର ଆମେ କ'ଣ କରୁ ଜାଣୁ। ପ୍ରିୟମାନେ, ଏହି ଖରାପ ସ୍ୱପ୍ନ ଗୁଡ଼ିକ କାହିଁକି ଆସେ, ଆଜି ଆମେ ବାକ୍ୟରୁ ଅଳ୍ପ ସମୟ କଥାବାର୍ତ୍ତା ହେବା। ମୋ ସହିତ ଆପଣମାନେ ଗୋଟେ ବାକ୍ୟ ଦେଖିବେ, ଉପଦେଶକ ପୁସ୍ତକ 5 ଅଧ୍ୟାୟ। ଉପଦେଶକ ପୁସ୍ତକ 5 ଅଧ୍ୟାୟ ତାର 3 ପଦରେ ଏ ପ୍ରକାର ଲେଖାଯାଏ, କାରଣ କାର୍ଯ୍ୟର ବାହୁଲ୍ୟରେ ସ୍ୱପ୍ନ ହୁଏ, ପୁଣି ବାକ୍ୟର ବାହୁଲ୍ୟରେ ମୂର୍ଖ ରବ ହୁଏ। ପ୍ରିୟମାନେ, ଏହି ସ୍ଥାନରେ ଆମେ ସ୍ପଷ୍ଟ ଭାବରେ ଦେଖୁ ଯେ ସ୍ୱପ୍ନ ମନ ଇଚ୍ଛା ଭାବରେ ହୁଏ। ସ୍ୱପ୍ନ ତାର ସିଏ କେବେ ମଧ୍ୟ ଆସେ ନାହିଁ। ଏହି ସ୍ଥାନରେ ଆମେ ଦେଖୁଛୁ ଯେ କାରଣ କାର୍ଯ୍ୟର ବାହୁଲ୍ୟରେ ସ୍ୱପ୍ନ ହୁଏ। ସ୍ୱପ୍ନ କେମିତି ହୁଏ? କାର୍ଯ୍ୟର ବାହୁଲ୍ୟ ମାନେ ଯେକୌଣସି ଗୋଟେ କାର୍ଯ୍ୟ ଆମେ ଅଧିକ ଆସକ୍ତ ହେଉ, ବାରମ୍ବାର ଆମେ ସେ କାର୍ଯ୍ୟକୁ ଆମେ କରୁ ବା ଦିନ ସାରା ସେ କାର୍ଯ୍ୟ ପ୍ରତି ଆମର ମନକୁ ଲଗାଉ, ତାହେଲେ ଆମକୁ ସେଇ ସ୍ୱପ୍ନ ହିଁ ଆସିବ। ଅନେକ ସମୟରେ ଯଦି ଆମେ ବେଶୀ ବାଇବଲ ପଢୁଛୁ, ତାହେଲେ ବାଇବଲର ସ୍ୱପ୍ନ ଗୁଡ଼ିକ ଆସିବ। ଯଦି ଆମେ ବେଶୀ ପାଠ ପଢାରେ ମନ ଦଉଛୁ, ସେହି ପାଠ ପଢାର ସ୍ୱପ୍ନ ଆମ୍ଭମାନଙ୍କୁ ଆସିବ। ଯଦି କୌଣସି ସାଙ୍ଗସାଥି ସହିତ ଆମେ ବେଶୀ ବୁଲାବୁଲି କରିବାରେ ଆମେ ବେଶୀ ଆସକ୍ତ ହଉଛୁ, ସେଇ ପ୍ରକାର ସ୍ୱପ୍ନ ହିଁ ଆମକୁ ଆସିବ। ଯଦି ଆମେ ବେଶୀ ପ୍ରାର୍ଥନାରେ ସମୟ ବିତାଉଛୁ, ପ୍ରାର୍ଥନା କରିବା ପାଇଁ ଆମର ମନ କ୍ଷୁଧିତ ତୃଷିତ ରହୁଛି, ଆମେ ଆସକ୍ତ ଅଟୁ, ତାହେଲେ ଆମକୁ ସେଇ ପ୍ରକାର ସ୍ୱପ୍ନ ଆସିବ। ଯଦି ଆମେ ମନ୍ଦ ଚିନ୍ତାରେ ଆମେ ଦିନ ସାରା ଆମେ ସମୟକୁ ବିତାଉଛୁ, ମନ୍ଦ ସାଙ୍ଗସାଥି ମାନଙ୍କ ସହିତ ଆମେ ବୁଲୁଛୁ, ହେଇପାରେ ଆମେ ସିନେମା ହଲକୁ ଯାଉଛୁ, ମଦ ଦୋକାନକୁ ଯାଉଛୁ, ଖରାପ ଲୋକମାନଙ୍କ ସହିତ ମିଶି ଖରାପ ଭାଷା ଗୁଡ଼ିକ ଆମେ ବ୍ୟବହାର କରୁଛୁ, କୌଣସି ଝିଅ ପ୍ରତି ପୁଅ ପ୍ରତି ଦେଖିଲେ ଆମେ କୁଦୃଷ୍ଟିରେ ଦେଖୁଛୁ, ତାହେଲେ କେବେ ମଧ୍ୟ ଆମକୁ ଆତ୍ମିକ ସ୍ୱପ୍ନ ଆସିବ। କାରଣ ବାକ୍ୟ କହେ ଯେ କାର୍ଯ୍ୟର ବାହୁଲ୍ୟରେ ସ୍ୱପ୍ନ ହୁଏ। ଆମେ ଯେ ପ୍ରକାର କାର୍ଯ୍ୟ କରୁ, ସେହି ସ୍ୱପ୍ନ ଗୁଡ଼ିକ ଆମ୍ଭମାନଙ୍କ ମନ ମଧ୍ୟରେ ଆସେ। ଦିନେ ଜଣେ ବ୍ୟକ୍ତି ଜଣେ ପ୍ରଭୁଙ୍କ ଦାସଙ୍କୁ କହିଲେ, ଆଜ୍ଞା, ମୋ ପାଇଁ ଆପଣ ପ୍ରାର୍ଥନା କରନ୍ତୁ, ସବୁବେଳେ ମୁଁ ଝିଅମାନଙ୍କ ବିଷୟରେ ସ୍ୱପ୍ନ ଦେଖୁଛି, ଆପଣ ଦୟାକରି ମୋ ପାଇଁ ପ୍ରାର୍ଥନା କରନ୍ତୁ। ପ୍ରଭୁଙ୍କ ଦାସ ସେହି ବ୍ୟକ୍ତି ଜଣକୁ କହିଲେ, ମୁଁ ପ୍ରାର୍ଥନା କଲେ ମଧ୍ୟ ତୁମର ସ୍ୱପ୍ନ ଆସିବାଟା କେବେ ବନ୍ଦ ହେବ ନାହିଁ। ତୁମେ ଝିଅମାନଙ୍କ ବିଷୟରେ ଭାବିବା ଚିନ୍ତିବା ଯେବେ ତୁମେ ବନ୍ଦ କରିବ, ତାହେଲେ ତୁମେ ଆଉ ରାତିରେ ସ୍ୱପ୍ନ ଦେଖିବ। ପ୍ରିୟମାନେ, ମୁଁ କହିବାର ଅର୍ଥ ହେଲା, ରାତିରେ ଯଦି ଆମେ ଖରାପ ସ୍ୱପ୍ନ ଦେଖୁଛୁ,
ଏହାର କାରଣ କଣ? ଆମେ ଦିନ ସାରା ଖରାପ ମନୋଭାବରେ ଆମେ ବଞ୍ଚୁଛୁ। ସେଥିପାଇଁ କଣ ହୁଏ? ଖରାପ ସ୍ୱପ୍ନ ଗୁଡ଼ିକ ଆସେ। ଆମେ ଯେଉଁ ବିଷୟରେ ଆସକ୍ତ ହେଉ, ଯେଉଁ କାର୍ଯ୍ୟ କରୁ, ସେଇ ସ୍ୱପ୍ନ ହିଁ ଆମ୍ଭମାନଙ୍କ ମନରେ ଆସେ। ଯଦି ଆମେ ଭଲ ସ୍ୱପ୍ନ ଦେଖିବା ପାଇଁ ଚାହୁଁଛୁ ପ୍ରିୟମାନେ, ଆମେ ଭଲ ଜୀବନ ବିତାଇବାର ଆବଶ୍ୟକ ରହିଛି। ତାହେଲେ ପରମେଶ୍ୱର ଆମକୁ କଣ କରିବେ? ସେ ସ୍ୱପ୍ନ ଦେବେ। ଏହି ସ୍ୱପ୍ନ ପରମେଶ୍ୱରଙ୍କ ଭାଷା ଅଟେ। ଆଉ ସ୍ୱପ୍ନ ଆସିବା କୌଣସି ପ୍ରକାର ମନ୍ଦ ନୁହେଁ, ଖରାପ ନୁହେଁ। ପରମେଶ୍ୱର ସ୍ୱପ୍ନ ମାଧ୍ୟମରେ ସେ ଭବିଷ୍ୟତର କଥା ଅନେକଙ୍କୁ ଜଣାଇଲେ, ସ୍ୱପ୍ନ ମାଧ୍ୟମରେ ବିପଦର କଥା ଜଣାଇଲେ, ଆଉ ସ୍ୱପ୍ନ ମାଧ୍ୟମରେ ସେ ଅନେକ ତାହାଙ୍କର ମନୋନୀତ ସାଧୁ ଲୋକମାନଙ୍କୁ ସେ କଣ କଲେ? ସତର୍କ କଲେ। ପରମେଶ୍ୱର ଆମକୁ ସ୍ୱପ୍ନ ଦିଅନ୍ତି, ମାତ୍ର ଅନେକ ସମୟରେ କଣ ହୁଏ? ଆମର କାର୍ଯ୍ୟର ବାହୁଲ୍ୟରେ କଣ ହୁଏ? ସ୍ୱପ୍ନ ହୁଏ। ମନୁଷ୍ୟର କାର୍ଯ୍ୟ, ମନୁଷ୍ୟର ମନ ଯେଉଁଠାରେ ବେଶୀ ବେଶୀ ବାରମ୍ବାର ଆସକ୍ତ ହୁଏ, ସେହି ପ୍ରକାର ସ୍ୱପ୍ନ ହିଁ ମନ ମଧ୍ୟରେ ଆସେ ବା ଶୟନ କାଳରେ ଆସେ। ପ୍ରିୟମାନେ, ଆପଣମାନଙ୍କ ନିକଟରେ ମୁଁ ଏକ ବାକ୍ୟ ରଖିବା ପାଇଁ ଚାହେଁ। ଏହି ବାକ୍ୟକୁ ବୁଝିବା ପାଇଁ ଆପଣମାନେ ମୋ ସହିତ ପଢିବେ ଗାଲାତୀୟ ପୁସ୍ତକ 6 ଅଧ୍ୟାୟ ତାର 7 ପଦ। ସାଧୁ ପାଉଲ ଗାଲାତୀୟ ମଣ୍ଡଳୀ ନିକଟକୁ ସେ ଏହି ପତ୍ର ଲେଖିଲା ବେଳେ ସେହି ପ୍ରକାର ଲେଖନ୍ତି। ଲେଖାଯାଏ, ଭ୍ରାନ୍ତ ନ ହୁଅ, ଈଶ୍ୱର ବିଦ୍ରୂପର ପାତ୍ର ନୁହନ୍ତି, କାରଣ ମନୁଷ୍ୟ ଯାହା ଗୁଣେ ତାହା ହିଁ କାଟିବ। ପ୍ରିୟମାନେ, ଏହି ସ୍ଥାନରେ ଲେଖାଯାଉଛି ଯେ ମନୁଷ୍ୟ ଯାହା ଗୁଣେ ତାହା ହିଁ ସେ କାଟିବ। ମୁଁ କହିବାର ଅର୍ଥ ହେଲା ଯେ କାର୍ଯ୍ୟ ଦ୍ୱାରା କଣ ହୁଏ? କାର୍ଯ୍ୟର ବାହୁଲ୍ୟରେ ସ୍ୱପ୍ନ ହୁଏ, ଯାହା ଆମେ ବାକ୍ୟ ପଢିଲୁ। ଏହି ସ୍ଥାନ ଲେଖାଯାଏ, ଯାହା ବୁଣିବ ତାହା ହିଁ କାଟିବ। ଦିନ ସାରା ଆମେ କଣ କଣ କରୁଛୁ, ସେଇ ସବୁ ବିଷୟ ହିଁ କଣ ହୁଏ? ରାତିରେ ସ୍ୱପ୍ନ ଆସେ। ଅନେକ ସମୟରେ କଣ ହୁଏ? ଯେତେବେଳେ ଆମେ 2-3 ଜଣ ଗୋଟିଏ ସାଙ୍ଗରେ ଆମେ ଶୋଇଥାଉ, ଶୋଇଥିଲା ବେଳେ ଜଣେ ବ୍ୟକ୍ତି କଣ ହୁଏ? ସେ କଥା ହୁଏ ଯେ ଆସ ଆସ ବୋଲି କହିଲା ଭଳି, ଯାଅ ଯାଅ ବୋଲି କହିଲା ଭଳି, ମତେ ପାଣି ଟିକେ ଦିଅ, ଭାତ ଟିକେ ଦିଅ, এই ପ୍ରକାର କହିଲା ଭଳି ସେମାନେ କଥା ହୁଅନ୍ତି। କାରଣ ଦିନ ସାରା ସେମାନେ ସେହି କାର୍ଯ୍ୟରେ ସେମାନେ କଣ ହୁଅନ୍ତି? ଲିପ୍ତ ରୁହନ୍ତି। ସେଥିପାଇଁ এই ପ୍ରକାର ସ୍ୱପ୍ନ ଗୁଡ଼ିକ ଆସେ। ଅନେକ ସମୟରେ ଆମେ এই ପ୍ରକାର ଲୋକମାନଙ୍କ ସହିତ ମୁଁ ଶୋଇଛି, ଯେଉଁମାନେ ମୋ ସହିତ ଶୋଇଥାନ୍ତି, সেই ସମୟରେ ଦିନେ ଜଣେ ଭାଇ କହୁଥିଲେ ଯେ ଛେଳି 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 ସେ ପ୍ରକାର ସେ କହୁଥିଲେ, କାରଣ ସେ ଦିନ ସାରା ଛେଳି ଚରେଇ ଚରେଇ ଆସିଲା ପରେ ମୋ ସହିତ ସେ ଶୋଇଥିଲେ। ପ୍ରିୟମାନେ, ମୁଁ କହିବାର ଅର୍ଥ ହେଲା, ଆମେ ଦିନ ସାରା କଣ କରୁଛୁ ସେହି ବିଷୟ ହିଁ କଣ ହେବ? ସ୍ୱପ୍ନ ହେବ। ସେଥିପାଇଁ ଯଦି ଖରାପ ସ୍ୱପ୍ନ ଆମ ମନରେ ଆସୁଛି, ଆମର ଖରାପ ମନୋଭାବକୁ ପରିବର୍ତ୍ତନ କରି ଯେବେ ଆମେ ଆମର ମନକୁ ଭଲ କରିବା, ଶୁଚି କରିବା, ଆମେ ପ୍ରଭୁଙ୍କ ସହିତ ଜଡ଼ିତ ହୋଇ ପ୍ରଭୁଙ୍କ ସହିତ ଗମନାଗମନ କରି ଯଦି ଆମେ ଦିନ ସାରା ସମୟ ବିତାଇବା, ତାହେଲେ ଆମକୁ ଆଉ କେବେ ଖରାପ ସ୍ୱପ୍ନ ଆସିବ ନାହିଁ। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମର ପରମେଶ୍ୱର ସ୍ୱପ୍ନ ମାଧ୍ୟମରେ କଥା ହୁଅନ୍ତି, ତାହାଙ୍କ ଦାସମାନଙ୍କ ମଧ୍ୟରେ କଥା ହୁଅନ୍ତି, ତାଙ୍କ ବାକ୍ୟ ଦ୍ୱାରା ସେ କଥା ହୁଅନ୍ତି। ସ୍ୱପ୍ନ ଆସିବା କୌଣସି ପ୍ରକାର ଭୁଲ ନୁହେଁ, କିନ୍ତୁ ଆମେ ଯଦି ଖରାପ ସ୍ୱପ୍ନ ଆମ ମନରେ ଆସୁଛି, ସେଇଠିରୁ ଯଦି ଆମେ ମୁକ୍ତ ହେବା ପାଇଁ ଚାହୁଁଛୁ, ତାହେଲେ ଦିନ ସାରା ଆମେ କଣ କରୁଛୁ ତାହା ପ୍ରତି ଆମେ ଧ୍ୟାନ ଦେବାର ଆବଶ୍ୟକ ରହିଛି। ପ୍ରଭୁ ଏହି ବାକ୍ୟ ଦେଇ ଆମ ପ୍ରତ୍ୟେକଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ମୋତେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ। ବାପା, ତୁମ ବାକ୍ୟ ଦ୍ୱାରା ଆମକୁ କଥା ହେଲା, ତୁମ ନାମର ଗୌରବ ହଉ। ପିତା, ମୁଁ ଜାଣେ ନା ଯେଉଁ ଭାଇ ଭଉଣୀମାନେ ପ୍ରଭୁ ବାକ୍ୟକୁ ଶୁଣୁଛନ୍ତି, ସେମାନେ କେଉଁ ପ୍ରକାର ସ୍ୱପ୍ନ ଗୁଡ଼ିକ ଦେଖୁଛନ୍ତି। ଆମେ ଜାଣିଛୁ ପ୍ରଭୁ, ତୁମେ ସ୍ୱପ୍ନ ମାଧ୍ୟମରେ ଆମକୁ କଥା ହେବା ପରମେଶ୍ୱର। ବାପା, ତୁମେ ଆମକୁ ଅନୁଗ୍ରହ କର। ତୁମେ କହିଲ ଯେ କାର୍ଯ୍ୟର ବାହୁଲ୍ୟରେ ସ୍ୱପ୍ନ ହୁଏ। ପିତା, ଆମେ ଦିନ ସାରା କଣ କରୁଛୁ ତାହା ପ୍ରତି ଆମେ ଧ୍ୟାନ ଦେବୁ। ପ୍ରଭୁ, ବାକ୍ୟରେ କର୍ମରେ ଆମେ ଯାହା ବି କରିବୁ, ପିତା, ତୁମରି ଗୌରବ, ତୁମରି ପ୍ରଶଂସା ଉଦ୍ଦେଶ୍ୟରେ କରିବା ପାଇଁ ତୁମେ ଆମକୁ ଅନୁଗ୍ରହ ଦିଅ, ସାହାଯ୍ୟ କର। ଏବଂ ପ୍ରଭୁ, ଆମେ ଭଲ ବିଷୟ କରିବୁ, ଭଲ ବିଷୟ ଭାବିବୁ, ଚିନ୍ତିବୁ, ଆଉ ଆମର ସ୍ୱପ୍ନ ମଧ୍ୟ ପ୍ରଭୁ ଉପଯୁକ୍ତ ସ୍ୱପ୍ନ ହେବ। ଏଥିପାଇଁ ସାହାଯ୍ୟ କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରଭୁ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରଭୁଙ୍କ ଅନୁଗ୍ରହ ହେଲେ ଆଉ ଏକ ପ୍ରସଙ୍ଗରେ ପରସ୍ପର ସାକ୍ଷାତ କରିବା। ରହିବା। ନମସ୍କାର। ଗଡ୍ ବ୍ଲେସ୍ ୟୁ।